କିଛି ପାଇବନି ଏଠି ଯେତିକି ମୋ ମା ମାନେ ବର୍ଷ ସବୁ ଶୁଣ ରାଜା ପାତ୍ର ମନ୍ତ୍ରୀ ପାରିଷଦ ତାଙ୍କ ଦରବାରରେ ଯିଏ ସବୁ ବସିବା এই সব বিদ্বান অভয় ভট্টা গায়ক ইতিহাসটা পুরা ঐতিহাসিক সভা এই 7 প্রকার লোক বসিଥିଲା বেলে সেতিকি বেলে কুন্ডিলা গোটা ভাত হঠাৎ আসে সে কোন কলা জানিছো বিদর্ভ রাজ নন্দিনী ভীম রাজাଙ୍କର ଦୁଲଣୀ ଭୂମି ତାଙ୍କର କୀର୍ତ୍ତି ଯଶ ରୂପ ଗୁଣକୁ ରାଜା ନଳଙ୍କୁ ପଣ୍ଡିତେ ସେ କାମନା ସ୍ପର୍ଶ କରିପାରେ ନା ଇଏ ଦୁନିଆରେ ଗୋଟେ ଭଲ ପୁଅ ଭଲ ଝିଅ ଖୋଜେ ଭଲ ଝିଅ ତା ଉପଯୁକ୍ତ ଜୀବନ ସାଥୀ ଖୋଜେ ଦମୟନ୍ତୀଙ୍କ କଥା ଆଗରୁ କାନରେ ପଡ଼ିଥିଲା ଯେତେବେଳେ ପଣ୍ଡିତେ ଭାଗବତୀ କହିଯାଇଛି ଦମୟନ୍ତୀଙ୍କ ପ୍ରଶସ୍ତି ରାଜା ନଳଙ୍କର ସେଇଠି ମାନସିକ ବିକୃତି ରାଜା ମହତ ଗାଁରେ ତାଙ୍କର ଦୁର୍ବଳତା ପ୍ରଜାମାନେ ଜାଣିପାରିବେ ଟିକେ ବିଚାର କରନ୍ତୁ ରାଜାଙ୍କ ପାଖରେ ଯେତେବେଳେ ଭାତ କହିଦେଲା ଦମୟନ୍ତୀଙ୍କ ବିଷୟରେ ମାନସିକ ବିକୃତି ଘଟିଲା ସାମାନ୍ୟ କିଛି ସମୟ ପାଇଁ ରାଜା ନଳଙ୍କର ସେ ଦୁର୍ବଳତା କାଳେ ଜଣା ପଡ଼ିଯିବ ଜଣେ ଚିନ୍ତାଶୀଳ ବ୍ୟକ୍ତିର ମୁହଁକୁ ଚାହିଁଲେ ଜଣା ପଡ଼ିବ ତା ମୁଣ୍ଡ ସ୍ଥିର ତୁ ଖୁସିରେ ଅଛୁ କି ଦୁଃଖରେ ଅଛୁ କିଏ କହିବ ତୋ ମୁହଁ କହିବ ତୋ ଚାହାଣୀ କହିବ ତୋ ଆଖି କହିବ କାଳେ ଦୁର୍ବଳତା ପ୍ରକାଶ ପାଇବ ରାଜା କାହାକୁ ନ କହି ନିଜ ଉଦ୍ୟାନ ଅଭିମୁଖେ ଚାଲିଲେ ପୁଷ୍ପ ଉଦ୍ୟାନ ରାଜାଙ୍କର ଉଠେ ଦିଗୁ ବାତି ବାତି କେହି କେହି କହନ୍ତି ଜଙ୍ଗଲକୁ ଗଲେ ଜଙ୍ଗଲ କାହିଁକି ତାଙ୍କର ତାହା ଜଙ୍ଗଲ ପୁଷ୍ପ ଉଦ୍ୟାନ ଯେତେବେଳେ ଗଲେ ଆଉ କିଛି ଚିନ୍ତା ନାହିଁ କିଛି କାହାକୁ କୁହା ନାହିଁ ଘାଟକୁ କିଛି କହିନାହାନ୍ତି ଦମୟନ୍ତୀଙ୍କ କଥା ତାଙ୍କର ମାନସିକ ବିକୃତି ଘଟାଇଛି ଚିନ୍ତା ଚେତନା ଭିତରେ ସଜି ଯାଇଛନ୍ତି ସେ ମା ଆଉ ବାରିଧି କରିବାକୁ କଣ ଯିବେ ସେ କାହାକୁ ନ କହି ସିଧା ଚାଲିଲେ ତାଙ୍କର ପୁଷ୍ପ ବାଟିବା ରାଜା ଯେତେବେଳେ ରାଜନୀତି କରିକି ବ୍ୟସ୍ତ ହୋଇ ପଡ଼ନ୍ତି ଅବସର ମନରେ ଶାନ୍ତି ଦେବା ପାଇଁ ଟିକେ ପୁଷ୍ପ ଉଦ୍ୟାନରେ ବୁଲି ଆସିଲେ ଆପଣ ଦେଖନ୍ତୁ ରାଷ୍ଟ୍ରପତିଙ୍କ ଭବନ ସ୍ୱତନ୍ତ୍ର ତାଙ୍କ ବଗିଚା ସ୍ୱତନ୍ତ୍ର ଯେତେବେଳେ ସେ ରାଜ୍ୟ ସାରା ଭାରତ ପାଇଁ ମୂଲ୍ୟ ଖର୍ଚ୍ଚ କରିବେ ଅବସର ମନରେ ଶାନ୍ତି ଦେବା ପାଇଁ ନିଶ୍ଚିତ ଭାବରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ଏବେ ଗଣତନ୍ତ୍ର ରାଜତନ୍ତ୍ର ସେତେବେଳେ ଥିଲା ସ୍ୱତନ୍ତ୍ର ରାଜାମାନେ ଟିକେ ଆନନ୍ଦ ରଖିଥିଲେ ଏବେ ଗଣତନ୍ତ୍ର ଠକିନି ବେଶୀ ଆନନ୍ଦ ହେଲା ମାନେ